ମନ ଖୋଲା ହସ ହସନ୍ତୁ। ଆତ୍ମବିଶ୍ୱାସର ଅଭାବ ଥିବାବେଳେ ମନ ଖୋଲା ହସ ଔଷଧ ଭଳି କାର୍ଯ୍ୟ କରିଥାଏ ବୋଲି ଅଧିକାଂଶ ବିଦ୍ୱାନମାନେ ମତ ଦେଇଥାନ୍ତି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଅଧିକାଂଶ ବାସ୍ତବରେ ଏହାକୁ ବିଶ୍ୱାସ କରନ୍ତି ନାହିଁ। ସେମାନେ ଭୟ ଅନୁଭବ କରୁଥିବା ସମୟରେ ହସିବାକୁ ଆଦୌ ଚେଷ୍ଟା କରନ୍ତି ନାହିଁ। ଆପଣ ଚାହିଁଲେ ନିଜଠାରେ ଏକ ପରୀକ୍ଷା କରିପାରନ୍ତି। ଆପଣ ନିଜକୁ ପରାଜିତ ବୋଧ କରିବା ପାଇଁ ଚେଷ୍ଟା କରନ୍ତୁ ଓ ସେହି ସମୟରେ ମନ ଖୋଲା ହସ ଆପଣଙ୍କ ମନରେ ଆତ୍ମବିଶ୍ୱାସ ଯୋଗାଏ, ଭୟ ଦୂର କରେ, ପରାଜିତ ବା ଗ୍ଳାନି ବୋଧ ଦୂର କରେ, ସର୍ବୋପରି ଦୁଶ୍ଚିନ୍ତାକୁ ନଷ୍ଟ କରିଦିଏ। ଆଉ ଆପଣ ଜାଣନ୍ତି ପ୍ରକୃତ ହସ ଆପଣଙ୍କ ମନୋଭାବରେ କିଛି ରୁଗ୍ଣତା ଥିଲେ ତାହାକୁ ଆରୋଗ୍ୟ ମଧ୍ୟ କରିଥାଏ। ପ୍ରକୃତ ହସ ଅପର ପକ୍ଷରେ ଭାବକୁ ମଧ୍ୟ ତତ୍କ୍ଷଣାତ୍ ଦୂର କରିଥାଏ। ଅନ୍ୟ ଲୋକ ଉଦ୍ଦେଶ୍ୟରେ ଆପଣ ଯଦି ମନ ଖୋଲା ତଥା ନିର୍ମଳ ହସଟିଏ ହସିଦେଲେ ଅନ୍ୟ ଲୋକ ଜଣଙ୍କ ଆପଣଙ୍କ ପ୍ରତି କ୍ରୋଧ ପ୍ରକାଶ କରିପାରିବେ ନାହିଁ। ଆପଣ ଯେବେଠାରୁ ମନ ଖୋଲି ହସିବା ଆରମ୍ଭ କରିଦେବେ ଏହି ଦିନଠାରୁ ଅନୁଭବ କରିବେ ଯେ ଖୁସିର ଦିନଗୁଡ଼ିକ ପୁଣି ଥରେ ଫେରି ଆସୁଛି। ହସ କିନ୍ତୁ ଏ ଗ୍ୟାରେଣ୍ଟି ଦେଇପାରିବ ନାହିଁ ତ ମନ ଖୋଲା ହସ ହସନ୍ତୁ ଆପଣଙ୍କ ଦନ୍ତପଙ୍କ୍ତି ଦିଶିବା ପର୍ଯ୍ୟନ୍ତ। ଯେ ସଫଳତାର ଅର୍ଥ ସ୍ୱାଧୀନତା ବା ମୁକ୍ତି, ଦୁଶ୍ଚିନ୍ତା, ଭୟ, ଆଶଙ୍କା, ହତାଶା ଓ ବିଫଳତାରୁ ମୁକ୍ତି। ସଫଳତାର ଅର୍ଥ ଆତ୍ମସମ୍ମାନ, ଗତାନୁଗତିକ ଜୀବନରେ ଅଧିକ ପ୍ରକୃତ ସୁଖ ଓ ସନ୍ତୋଷ ପ୍ରାପ୍ତି। ଆପଣଙ୍କ ଉପରେ ଯେଉଁମାନେ ନିର୍ଭରଶୀଳ ସେମାନଙ୍କ ପାଇଁ କିଛି କରିବା ଯଦି ଆପଣ ଚାହାନ୍ତି ତେବେ ଏହାକୁ ଆପଣ ଏଡ଼େଇ ଯିବା ଅନୁଚିତ। କେବଳ ଆଜି ପାଇଁ ମୁଁ ସୁଖୀ ରହିବି। ଆବ୍ରାହମ ଲିଙ୍କନ ମଧ୍ୟ କହିଥିଲେ ଅଧିକାଂଶ ବ୍ୟକ୍ତି ନିଜେ ଖୁସିରେ ଅଛନ୍ତି ବୋଲି ଖୁସି ହୋଇଥାନ୍ତି। ଆନନ୍ଦ ବା ସୁଖ ନିଜ ଅନ୍ତରର ଭାବନା ଉପରେ ନିର୍ଭରଶୀଳ। ବାହାରର ସ୍ଥିତି ସହିତ ତାର କୌଣସି ସମ୍ପର୍କ ନାହିଁ। ନିଜେ ଯେତେ ଅସୁବିଧାରେ ପଡ଼ି ଦୁଃଖରେ ରହି ଅନ୍ୟକୁ ଖୁସିରେ ରଖିପାରିଲେ ତ ଭଲ ମଣିଷ ଆପଣ। ଯଦି ଆପଣ ନିଜ ଖୁସି ଦେଖିଲେ ଦୁନିଆରେ ସବୁଠୁ ବଡ଼ ସ୍ୱାର୍ଥପରରେ ପରିଗଣିତ ହୋଇଯିବେ। ସତ୍ୟ ମାର୍ଗରେ ଅର୍ଜନ କରିଥିବା ଧନ ସବୁବେଳେ ସୁଖ ପ୍ରଦାନ କରିଥାଏ। କାହାର ପେଟ ମାରି ଅର୍ଜନ କରିଥିବା ଧନ କେବଳ ଦୁଃଖ ହିଁ ଦୁଃଖ ଦେଇଥାଏ। ଜୀବନରେ ଯାହା ବିତି ଯାଇଛି ତାକୁ ଯିବାକୁ ଦିଅନ୍ତୁ। ଯାହା ଆଗକୁ ହେବାକୁ ଯାଉଛି ତାକୁ ଗ୍ରହଣ କରନ୍ତୁ। ଯାହା ଘଟିବାର ଅଛି ତାହା ଉପରେ ଭରସା ରଖନ୍ତୁ। କାରଣ ଭଗବାନ ଅସମ୍ଭବକୁ ବି ସମ୍ଭବ କରିଦେଇପାରିବେ। ଆପଣଙ୍କ ପଛରେ କିଏ କ'ଣ କହୁଛି ଭାବି କେବେ ବିଚଳିତ ହୁଅନ୍ତୁ ନାହିଁ। ଯଦି ଆପଣ ସତ୍ ରାସ୍ତାରେ ଅଛନ୍ତି ତେବେ ଦୁନିଆର କୌଣସି ଶକ୍ତି ଆପଣଙ୍କର କ୍ଷତି କରିପାରିବ ନାହିଁ। ଯେବେ ସମ୍ପର୍କ ନୂଆ ହୋଇଥାଏ ସେତେବେଳେ ଲୋକେ କଥା ହେବା ପାଇଁ ବାହାନା ଖୋଜନ୍ତି। ଆଉ ଯେବେ ସେ ସମ୍ପର୍କ ପୁରୁଣା ହେଇଯାଏ ଲୋକେ ଦୂରେଇ ଯିବା ପାଇଁ ବାହାନା ଖୋଜନ୍ତି। ସମସ୍ୟାର ଅନୁପସ୍ଥିତିକୁ ସୁଖ କୁହାଯାଏନି। ସମସ୍ୟା ସହିତ ମୁକାବିଲା କରିବାର କ୍ଷମତା ଥିବା ବ୍ୟକ୍ତି ହିଁ ସୁଖର ଅଧିକାରୀ ହୋଇଥାଏ। ଜୀବନରେ ଯେଉଁ ଲୋକମାନେ ଆପଣଙ୍କ ଠାରୁ ଦୂରେଇ ଯିବାକୁ ଚାହାନ୍ତି ପ୍ରଥମେ ଆପଣଙ୍କୁ କୌଣସି ଏକ ମାଧ୍ୟମରେ ଦୋଷୀ କରିଦିଅନ୍ତି ଓ ପରେ ନିଜ ଦୋଷ ଅନ୍ୟ ଉପରେ ଲଦି ଦେଇ ଦୂରେଇ ଯାଆନ୍ତି। ଜୀବନରେ କେବଳ ଦୁଇ ଜଣ ଲୋକ ଅସଫଳ ହୁଅନ୍ତି। ଜଣେ ସିଏ ଯିଏ କେବଳ ଚିନ୍ତା କରେ କିନ୍ତୁ କାର୍ଯ୍ୟ କରେ ନାହିଁ। ଆଉ ଜଣେ ସେ ଯିଏ କାର୍ଯ୍ୟ କରେ କିନ୍ତୁ ଚିନ୍ତା କରେ ନାହିଁ। ବେଳେ ବେଳେ ସମୟ ଆଉ ପରିସ୍ଥିତି ଏମିତି ଜାଗାରେ ଆଣି ଛିଡ଼ା କରି ଦେଉଛି ଯେ କାହାକୁ ଦୋଷ ଦେଇ ପାରୁଛି
ନା ମୁଁ ନିଜେ କାହାକୁ ନିର୍ଦ୍ଦୋଷ ବୋଲି ପ୍ରମାଣ ଦେଇପାରୁଛି, ନିଜ ପାଖରେ ନିଜେ ହାରି ଯାଉଛି। ଧନ ଅର୍ଜନ କରୁ କରୁ କେତେବେଳେ ଯେ ଆମେ ନିଜେ ଖର୍ଚ୍ଚ ହୋଇଯାଉଛେ ଜାଣିପାରୁନୁ। କିନ୍ତୁ ଯଦି ପ୍ରତିଦିନ କିଛି ଜ୍ଞାନ ଅର୍ଜନ କରି ଚାଲିଥିଲେ ଅମୂଲ୍ୟ ଧନରେ ଧନ୍ୟ ହୋଇଯିବା। ସୁଖ ସେମାନଙ୍କୁ ମିଳିନଥାଏ ଯେଉଁମାନେ ନିଜ ସର୍ତ୍ତରେ ଜିତିଥାନ୍ତି। ପ୍ରକୃତରେ ସୁଖ ତ ସେମାନଙ୍କୁ ମିଳିଥାଏ ଯେଉଁମାନେ ଅନ୍ୟର ଖୁସି ପାଇଁ ନିଜ ଜୀବନର ସର୍ତ୍ତକୁ ବଦଳାଇ ଦେଇଥାନ୍ତି। ଜୟ ଶ୍ରୀ ଜଗନ୍ନାଥ।